ସଂକ୍ରମିତ ଭୟରେ ଗ୍ରାମ ନିକଟରେ ନିର୍ମାଣ ହେବାକୁ ଥିବା ଆବର୍ଜନା କ୍ଷେତ୍ର ନିଷେଧ ପାଇଁ ଅଭିଯୋଗ ଆଣିଲେ ଗ୍ରାମବାସୀ। ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର 9 ପୁରୁଷୋତ୍ତମପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଗ୍ରାମ ନିକଟରେ ଥିବା ବିଦ୍ୟାଳୟ ଓ ନୀତିଦିନ ବ୍ୟବହାରରେ ଆସୁଥିବା ପୋଖରୀ ପାଖରେ ଆବର୍ଜନା କ୍ଷେତ୍ର ନିର୍ମାଣକୁ ବିରୋଧ କରି ଉପଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମରେ କୁଡ଼ କୁଡ଼ ଆବର୍ଜନା ସଫା ନ ହୋଇ ପଡ଼ି ରହୁଥିବା ସହିତ ମଶା ବଂଶ ବଢ଼ିବା ସହିତ ଲୋକମାନେ ସଂକ୍ରମିତ ହେଉଥିବା ଜଣାଇଛନ୍ତି। ସେମାନେ ଆବର୍ଜନା ଜମି ରହି ଗ୍ରାମରେ ଯିବା ଆସିବା ସମୟରେ ଦୁର୍ଗନ୍ଧରେ ଫାଟି ପଡ଼ୁଥିବା ଜଣାଇଛନ୍ତି ଗ୍ରାମବାସୀମାନେ। ତେଣୁ ଗ୍ରାମ ନିକଟରେ ଆବର୍ଜନା କ୍ଷେତ୍ର ନିର୍ମାଣ ପରେ ଅନେକ କ୍ଷତି ହେବା ଶଙ୍କାରେ ଗ୍ରାମବାସୀ ଭୟଭୀତ ହୋଇ ଆବର୍ଜନା କ୍ଷେତ୍ର ଦୂରରେ କରିବା ପାଇଁ ଅଭିଯୋଗ କରିଛନ୍ତି। ଆମ ଘର ପାଖରେ ଗୋଟେ ଡଷ୍ଟବିନ୍ ହେଉଛି, ସେ ଡଷ୍ଟବିନ୍ ନ ହେବା ପାଇଁ ଅଭିଯୋଗ କରିବାକୁ ଆସିଥିଲୁ। ସେ କହୁଛନ୍ତି ଯେ କିଛି କ୍ଷତିଗ୍ରସ୍ତ ହେବନି, ଆଉ ତାକୁ ସୁରକ୍ଷିତ ରଖାହେବ, ଅଳିଆ ଆବର୍ଜନା ଆଡ଼େ ଗଦା ହେବନି, ସବୁ ଜାଗାରେ ହେଉଛି, ତମ ଜାଗାରେ ବି ହେବ। ଆମେ ତାର ପଦକ୍ଷେପ ନେବୁ, ଆମେ ବିରୋଧ କରିବୁ। ତେବେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଗଜେନ୍ଦ୍ର ପ୍ରଧାନ ଲିଖିତ ଅଭିଯୋଗ ଗ୍ରହଣ କରିବା ସହିତ ତଦାରଖ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏନ୍ଏସିର ବିଭିନ୍ନ ଜାଗାରେ କୁଡ଼ କୁଡ଼ ଆବର୍ଜନା ପଡ଼ି ରହି ସଫା ହେଉଥିବା ବେଳେ ପୁରୁଷୋତ୍ତମପୁରରେ ଏପରି ଅଭାବନୀୟ ଦୃଶ୍ୟକୁ ଦେଖି ବିଭିନ୍ନ ପ୍ରଶ୍ନ ଜନସାଧାରଣମାନେ କରିଛନ୍ତି। ଆମେ ଆମ ଗାଁରେ ଯେଉଁ ଡଷ୍ଟବିନ୍ ହେଉଛି, ଆମ ଗାଁ ପାଖ ହେଉଛି, ଆମେ ସେଇଥିପାଇଁ ଏଇଟା ଅଭିଯୋଗ କରୁଛୁ ଯେ ସେଇ ଜାଗାରେ ନ ହଉ, ଅଲଗା ଜାଗାରେ ହଉ। ଡଷ୍ଟବିନ୍ଟା ହେଲେ ସମସ୍ୟା କ'ଣ, ସେଥିରେ ଶୁଖିଲା ହଉ ବା ପଚା ସଡ଼ା ଜିନିଷ ହଉ, ସେଥିରେ ଯେଉଁ ଜମା ହେବ ସେଇଟା ଆମକୁ ବିପଦ, ମାନେ ଆମ ପିଲା ଚଳିବେ, ସେଟା ସ୍କୁଲ ଯାଉଛି, ରୋଡ ପାଖ, ଆମେ ସେଇଥିପାଇଁ ସେଠୁ ମନା କରୁଛୁ ସେଇ ଜାଗାରୁ ଅଲଗା ଜାଗାକୁ ଯାଉ, ଏଇଠି ନ ହଉ। ହିନ୍ଦୋଳରୁ ନିରୋଜ କୁମାର ପାଲଙ୍କ ରିପୋର୍ଟ, ଟିଭି PCR।